ଘରର ସୁଖ ଶାନ୍ତି ପାଇଁ 10ଟି କଥା ମାନନ୍ତୁ। କୌଣସି ଦେବାଦେବୀଙ୍କର ଠିଆ ହୋଇଥିବା ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ବାରମ୍ବାର ଧନହାନି ହେଉଥିଲେ ଯେକୌଣସି ବୁଧବାର ଦିନ କିନ୍ନରମାନଙ୍କୁ ସବୁଜ ବସ୍ତ୍ର ଦାନ କରନ୍ତୁ। ଘରର ଛାତ ଉପରେ ଅଦରକାରୀ ବା ଭଙ୍ଗା ଜିନିଷ ରଖନ୍ତୁ ନାହିଁ। ଏପରି କଲେ ସବୁବେଳେ ରୋଗ ବା ମାନସିକ ପୀଡ଼ା ଲାଗି ରହିବ। କୁଲା ଓ ଛାଞ୍ଚୁଣୀ ଏକାଠି ରଖନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରରେ ଭଙ୍ଗା ଖଟ, ଭଙ୍ଗା ଚୌକି ଆଦି ରଖନ୍ତୁ ନାହିଁ। ଘର ଭିତରେ ଅଳିଆ ଜମା କରି ରଖନ୍ତୁ ନାହିଁ ଓ ଘରର ଚତୁଃପାର୍ଶ୍ୱ ସଫା ରଖନ୍ତୁ। ଘର ଭିତରେ କି ଘର ପରିସରକୁ ଅପରିଷ୍କାର ରଖିଲେ ଘରେ ସବୁବେଳେ ରୋଗ ଆଉ ଅର୍ଥର ଅଭାବ ଦେଖାଯାଇଥାଏ। ସୂର୍ଯ୍ୟାସ୍ତ ପରେ ହଳଦୀ, କ୍ଷୀର ଓ ଝାଡ଼ୁ ଦିଅନ୍ତୁ ନାହିଁ। ମାଟିରେ ତିଆରି ପାରା, କୋଇଲି, ଶୁଆର ମୂର୍ତ୍ତି ଆଣି ଉତ୍ତର ପୂର୍ବ କୋଣରେ ରଖିଲେ ଘରର ବାସ୍ତୁଦୋଷ କଟିଯାଏ। ପୂର୍ବ ଦିଗକୁ ମୁହଁ କରି ପୂଜା କରନ୍ତୁ। ଘର ଆଗରେ କଣ୍ଟା ଗଛ ଲଗାନ୍ତୁ ନାହିଁ। ଏହି 10ଟି ନିୟମ ମାନିକରି ଚଳିଲେ ବହୁତ ଭଲ। ଧନ୍ୟବାଦ।